କାଲି ଯାହା ବି ହେଇଛି ସେ ଆମ ଘର ଭିତର କଥା ଘର ଭିତରେ ସେ ସବୁ ଛିଣ୍ଡିଛି ଆଉ ଛୋଟ ବଡ଼ ର ଯାହା ତା ଭିତରେ ସେଗୁଡ଼ା ସବୁ ଛିଣ୍ଡି ଯାଇଥିଲା ସେ ଘର ଭିତରେ ଅଛି ତା ବିଷୟରେ ମୁଁ କିଛି କହିବାକୁ ଚାହୁଁନି ସେ ଭିଜୁଆଲ ଦେଖି ସେମାନେ ଯେଉଁ ତାଙ୍କ ହାଇଲାଇଟ୍ ପାଇଁକା ମୋତେ ଦୋଷୀ କରିବା ପାଇଁକା ଛାଡ଼ିଛନ୍ତି ଭିଜୁଆଲଟା ନିଜେ ନିଜେ ତା ଦେହରେ ନିଶ୍ଚିନ୍ତ ଭାବରେ ଜଗନ୍ନାଥ କୋଉଠି ନା କୋଉଠି ଆଶୀର୍ବାଦ କରିଛନ୍ତି 5000 ସାରା ଓଡ଼ିଶାବାସୀ ମୋ ଫୋନରେ କମେଣ୍ଟ ଦେଇଛନ୍ତି ମୁଁ ତାଙ୍କୁ ଆଗ ଧନ୍ୟବାଦ ଥ୍ୟାଙ୍କ ୟୁ ଦେବି ମୋ ଶାଳୀନତା ଉପରେ ଆଉ ମୋ ଡିସିପ୍ଲିନ ଉପରେ ମୋ ନେତା ଏକ୍ସ ନବୀନ ପଟ୍ଟନାୟକ ମୋତେ ଯାହା ଶିଖେଇଥିଲେ 20 ବର୍ଷ ଦଳରେ ମୁଁ ଯାହା ଶିଖିଥିଲି ସେ ଜିନିଷର ଉତ୍ତର ଆଜି ମୁଁ ପାଇଛି ଆଉ ଯୋଉଟା ଦେଖୁଛନ୍ତି ତା ପୂର୍ବରୁ କିଛି ହେଇଥିବ ବୋଲି ଏଇଟା ହେଇଛି ନହେଲେ ଗୋଟେ ସାଧାରଣ 20 ବର୍ଷ ପାଟି ନ ଫିଟେଇବା ମହିଳାଟେ ସେ କିଛି କହିବ କି ମୋ ଦଳରେ ମୁଁ ବସିଛି ମୋ ନେତା ଗଢ଼ିଥିବା ଦଳରେ ମୁଁ ବସିଛି ମିଟିଂ ଦେଖୁଛି କେତେ ଦୂର ଆଜ୍ଞା ପୁଅ ପିଲା 6ଟାଙ୍କୁ ନେଇକିରି 10 ଜଣ ତମେ ମୋତେ ସଂଘବଦ୍ଧ ଆକ୍ରମଣ କଲା ଭଳିଆ ମୋ ହାତ ମୋଡ଼ିବ ମୋ 200 ଗ୍ରାମର ଚେନ୍ ଛଡ଼େଇକିରି ଫିଙ୍ଗିବ ଆଉ ଆଜ୍ଞା ପୁଣି ଆପଣ ମାନେ ଦେଖୁଥିବେ ମୋ ଶାଢ଼ୀ ବି ଚିରିଛି ମୁଁ କାଲି ଆମର ଯିଏ ଚେୟାରମ୍ୟାନ୍ ଦେବ ଭାଇଙ୍କୁ ସେଠି କହିକିରି ସେଠି କମ୍ପ୍ରମାଇଜ୍ ହେଇ ଭୁଲ ମଗାମଗି ହେଇକିରି ଆମେ ସବୁ ପଳେଇ ଆସିଲା ପରେ ସେମାନେ ଏସବୁ ବାତାବରଣ ଆରମ୍ଭ କଲେ ମୋର ତା ଦେହରେ କିଛି କହିବାର ନାହିଁ ମୋର ଏବେ ବି ମୋ ସୁପ୍ରିମୋଙ୍କ ଉପରେ ଭରସା ଅଛି ମୋ ଲିଡର ଉପରେ ଭରସା ଅଛି ନିଶ୍ଚିନ୍ତ କିଛି ଡିସିସନ୍ ମତାମତ ଦେବେ ଆଉ ଯେହେତୁ ମୋ ଏମଏଲ ପୁରୀର ସୁନୀଲ ମହାନ୍ତି ମୋ ଛାତ୍ର ଯୁବ ନେତା ମୋର ବଡ଼ ଭାଇ ଦେବେନ୍ଦ୍ର ଦାସ ମହାପାତ୍ର ସେମାନେ ବି ଲେଖିକି ପଠେଇଛନ୍ତି ନେବୁ ତୁ ଯାହା କରୁଛୁ ଠିକ୍ କରିଛୁ ମୁଁ ଯଦି ଦୋଷୀ ମୁଁ ଭୁଲ ମାଗିବି ସାରା ଓଡ଼ିଶାରେ କ'ଣ ବିଜେଡିର କ'ଣ ମୁଁ ସମସ୍ତଙ୍କୁ ଭୁଲ ମାଗିବି ଯଦି ସିଏ ଦୋଷୀ ସିଏ ବି ଭୁଲ ମାଗୁ ମୋର କୋଉଠି ଭୁଲ ତ୍ରୁଟି ରହିଛି ମୁଁ ପଚାରିବାକୁ ଚାହେଁ ମୋ ସିଟ୍ ପାଖରେ ମୁଁ ବସିଲି ସିଏ ଯଦି ଏଠିକି ଆସିଲା ତାର ଭୁଲ ନା ମୋର ଭୁଲ ସେ ଗୋଟେ ସାଇଟିଆ ଦେଖାଉଛନ୍ତି 2 ସାଇଟ୍ ଦେଖାଉନାହାନ୍ତି ମୁଁ ଅପେକ୍ଷା କରିଛି ନହେଲେ ମୁଁ ବାହାରିବିନି ମୋ ଇଏରେ କିଛି ନାହିଁ ସାଧାରଣ ଆଜ୍ଞା ସେମାନେ ନୂଆ ନୂଆ ସବୁ ଦଳକୁ ଆସିଛନ୍ତି ଗୋଟେ ସିଟ୍ ପକେଇବାକୁ ସିନିୟର ଲୋକ ବସିଛନ୍ତି ସିଏ ଯଦି ସିଟ୍ ତମେ ପକଉଛ ସିନିୟର ଲୋକଙ୍କୁ ଡାକିଲନି ସେ ହଉଛନ୍ତି ଆମର ଅଶୋକ ପଣ୍ଡା ସାର୍ ସିଏ ମୋ ପାଖରେ ଆସି ବସିଲା ଆମେ ପଛ ସିଟ୍ରେ ବସିଛୁ ସେ ଆଗରେ ଏମାନେ ଇପ୍ସିତା ମହାନ୍ତି ମଧୁସ୍ମିତା ମୈକିତା 3 ଜଣ ସିଟ୍ ପକାଉଥିଲା ସିଟ୍ ପକେଇବା ଭିତରେ ତାଙ୍କର ସେ ପକେଇଲେ ଆମେ ପ୍ରିପେୟାର୍ଡ ମିଟିଂରୁ ଜାଣିଥିଲୁ ଯେ 2 ଲାଇନ୍ 3 ଲାଇନ୍ ସିଟ୍ ଆଗରେ ପଡ଼ିବ ତେଣୁକରି ସିଏ ଅଶୋକ ପଣ୍ଡା ସାର୍ଙ୍କୁ ଡାକିଲେନି ଯେତେବେଳେ ସମସ୍ତେ ଆସି ବସିଲେ ଅଶୋକ ପଣ୍ଡା ସାର୍ଙ୍କୁ ଆମର ସମସ୍ତେ ଦେଖିଲେ ପଛକୁ ବ୍ୟାକ୍ କରିକିରି ବଡ଼ ସିନିୟର ମାନେ ସାର୍ ଆଗକୁ ଆସନ୍ତୁ ସେଥିରୁ ସିଏ ଜମା ଆଉ ଗଲେନି ସେଇଠି ମୁଁ ଯାଉଥିଲି ସିଏମ୍କୁ ମାଳ ଦେବାକୁ ସିଲେକ୍ସନ୍ ହେଇଥିଲୁ ଆମେ ବିଜୁ ମହିଳା ଜନତା ଦଳରୁ 6 ଜଣ ସେମାନେ 6 ଜଣ ଆଉ ଜାଣିଥିଲୁ ଆମେ ଯିବୁ ବୋଲି ମୁଁ ଉଠିକି ଯାଉଥିଲି ମୁଁ କହିଲି ଦେଖ ସେ ତ ଅଭିମାନିଆ ହେଉଛନ୍ତି ଆଉ ପିଲାମାନେ କାହିଁ ଏଠି ଯୋଡ଼େ ସିଟ୍ ପକାଉଛନ୍ତି ଆପଣ କିଏ ଆପଣ କହିବାକୁ କିଏ ଆପଣ ଅଧିକ କଥାବାର୍ତ୍ତା କରୁଛନ୍ତି ରୁହନ୍ତୁ ଟିକେ ହେଚକେଚ ହେଲା ତୋର ବଡ଼ ଭାଇ ଜଣ କହିଲା ତୁ ସାନ ଗୁରା ସେମାନେ ତୁ ସ୍ନେହ କରିବୁ ନା ଆଉ ତୁ ଅଧିକ କହିଦେଲୁ ମୁଁ କହିଲି ଭାଇ ସରି କହି ମୁଁ ରହିଗଲି ଆଜ୍ଞା ସିଏ ମୁଁ ଓହ୍ଲେଇ ନାହାନ୍ତି ତାଙ୍କର ଏତେ ରାଗ ଏତେ ଇଗୋ ଦଳ ଯେମିତି ତାଙ୍କର ପୁରା ମୋତେ ଏମିତି ଜଗିଛନ୍ତି ପୁରା ଆକ୍ରମଣ କରିବେ ବୋଲି 6ଟା ପୁଅ ପିଲା ସିଏ ଆଉ କଲେ ବି ମଧ୍ୟ ମୋର ଏଲିନା ଦାସକୁ ଧକ୍କା ମାରିଲେ ସିଲୁପତ୍ରୀଙ୍କୁ ଧକ୍କା ମାରିକିରି ସେମାନେ ସବୁ ଧକ୍କା ମାରିକିରି ମୋତେ ଆସି ମୋ ଶାଢ଼ୀ କଲର ଏମିତି ପୁରା ପୁଅ ପିଲା ଭଳିଆ ଷ୍ଟାଇଲରେ ମୋର ଉଠିଲି ମୁଁ ଏମିତି ଧରିଦେଲି ଆଜ୍ଞା ଯଦି ଗୋଟେ ଫର୍ଦ୍ଦ ତା ହାତକୁ ପଳେଇଲାନି ଏଇଟା କାଢି ଦେଇଥାନ୍ତି ତାହେଲେ ମୋର ପେଟ ବ୍ଲାଉଜ ସବୁ ଦେଖାଯାଇଥାନ୍ତା ଯୋଉଟାକି ମୋତେ ଜଗନ୍ନାଥ ଯେହେତୁ ଆମେ ସେବାୟତ ପରିବାରର ମୋ ପରେ ଆଶୀର୍ବାଦ ଥିଲା ମୁଁ ବଞ୍ଚିଗଲି ଆଉ ତାପରେ ଆଜ୍ଞା ମୋତେ ହାତ ମୋଡ଼ିକିରି ବହୁତ ବଡ଼ ଝିଅଟା ସେ 10 ଜଣଙ୍କୁ ରୋକିପାରିବ ମାରିପାରିବ ମାରିଲା ଭିତରେ ମୋ ସକ୍ଷରେ ଯେତିକି ହେଲା ମୁଁ କଲି ମୋ ଶାଢ଼ୀ ଆଗ ଚିରିଲେ ଯେହେତୁ ମହିଳା ଉତ୍ତକ୍ତ ହେଇକିରି ସବୁ ମହିଳା ବିଜୁ ଜନତା ଦଳ ଉଠିଲେ ହେ ଇଏ କ'ଣ କରୁଛୁ ବୋଲି ସେଠି ସମସ୍ତେ ଦେଖୁଛନ୍ତି ଭିଜୁଆଲରେ ସବୁ ମହିଳା ତାପରେ ଏମିତି ମୁଁ ଆଜ୍ଞା କିଛି କରେନି ମୁଁ ଅପେକ୍ଷା କରିଛି 4ଟା ପର୍ଯ୍ୟନ୍ତ ମୁଁ କିଛି କରେନି ମୁଁ ଜନସାଧାରଣ ଲୋକ ମୁଁ ପବ୍ଲିକ ରିପ୍ରେଜେଣ୍ଟେଟିଭ ମୁଁ ଯଦି ପବ୍ଲିକଙ୍କ ସହିତ ଅଛି
ମୋ ସହିତ ଦଳ କିଛି ରହିବା ଆବଶ୍ୟକ ନାହିଁ। ମୋ ସହିତ ପବ୍ଲିକ ଅଛନ୍ତି, ସାରା ଓଡ଼ିଶାରୁ ଫୋନ୍ ଆସିଛି, ପୁରୀ ସହରରୁ ଫୋନ୍ ଆସିଛି, ମୋ MLA ସୁନୀଲ ମହାନ୍ତିରୁ ଫୋନ୍ ଆସିଛି। ମୁଁ ଆଜ୍ଞା ବହୁତ ଷ୍ଟ୍ରଙ୍ଗ ଅଛି।